ମହାଘାତକ ବିଶ୍ୱାସଘାତକ। ଷ୍ଟାର୍ଟ। ରାଜା ଭୋଜଙ୍କ ପୁଅ ଦିନେ ଶିକାର ପାଇଁ ଯାଇ ଜଙ୍ଗଲରେ ବୁଲୁଥିଲେ। ଦଳରୁ ଅଲଗା ହୋଇଗଲେ ଏବଂ ଫେରିବାରେ ବାଟ ପାଇଲେନି। ସନ୍ଧ୍ୟାରେ ଗଛରେ ବସିଥିବା ଏକ ଭାଲୁକୁ ଯାଇ ତା ସହିତ ପାଳି କରି ଶୋଇବାକୁ ଚୁକ୍ତି କଲେ। ରାଜକୁମାର ଶୋଇବା ସମୟରେ ଗୋଟିଏ ସିଂହ ଆସି ଗଛ ତଳେ ବସିପଡ଼ିଲା ଏବଂ ଆଶା କଲେ ଯେ ସେହି କେହି ଜଣେ ବି ଖସି ପଡ଼ନ୍ତି ସେ ଖାଇଯିବ। ଭାଲୁ ଶୋଇଥିବା ରାଜକୁମାରଙ୍କର କୌଣସି କ୍ଷତି ହେବାକୁ ଦେଇନଥିଲା। କିନ୍ତୁ ଯେତେବେଳେ ଭାଲୁ ଶୋଇବାକୁ ଆସିଲା, ରାଜକୁମାର ଭାବିଲେ ଯଦି ମୁଁ ଏହି ଭାଲୁଟିକୁ ଛାଡ଼ିଦିଏ ତେବେ ସିଂହ ତାକୁ ଧରି ଚାଲିଯିବ ଏବଂ ଭାଲୁକୁ ତଳେ ପକାଇବା ପାଇଁ ସେ ଧକ୍କା ଦେଲେ। କିନ୍ତୁ ଶୋଇଥିବା ଅବସ୍ଥାରେ ବି ଗୋଟିଏ ଡାଳକୁ ଦୃଢ଼ ଭାବରେ ଧରିଥିବାରୁ ଭାଲୁ ବଞ୍ଚି ଯାଇଥିଲା। ଏହି ବିଶ୍ୱାସଘାତକ କାର୍ଯ୍ୟର ଦଣ୍ଡ ସ୍ୱରୂପ ଭାଲୁ ରାଜକୁମାରଙ୍କ ଜିଭରେ ତା ନଖ ସାହାଯ୍ୟରେ ଲେଖିଦେଲା ସମେଶିରା। ପ୍ରଭାତରେ ପ୍ରହରୀମାନେ ଯେତେବେଳେ ରାଜକୁମାରଙ୍କୁ ଗଛରେ ତଳକୁ ଓହ୍ଲାଇଲେ ତାଙ୍କ ମୁହଁରେ କେବଳ ଗୋଟିଏ କଥା ଥିଲା, ସମେଶିରା। କାଳିଦାସ ଯେଉଁ ମନ୍ତ୍ରଚିକିତ୍ସା ବଦଳରେ ରାଜକୁମାରଙ୍କୁ ଏହି ବିକାରରୁ ଠିକ୍ କରୁଥିଲେ ତାର ଶେଷ ପଦ ଥିଲା ବିଶ୍ୱାସଘାତକର ନର୍କଗତି ହୁଏ। ବିଶ୍ୱାସଘାତକତା ଏକ ପ୍ରବୃତ୍ତି ଯାହା ବିଶ୍ୱାସକୁ ବିଷମୟ କରେ। ଜଣେ ବିଶ୍ୱସ୍ତ ବନ୍ଧୁ, ସମ୍ପର୍କୀୟ, ସହକର୍ମୀ କିମ୍ବା ନିକଟତମ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ କାର୍ଯ୍ୟ ଦ୍ୱାରା କ୍ଷତିଗ୍ରସ୍ତ ହେବାର ଏହା ଏମିତି ଏକ ଭାବନା ଯାହା ଫଳରେ ବିଶ୍ୱାସ ତୁଟିଯାଏ, ସମ୍ପର୍କରେ ଶୂନ୍ୟତା ଭରିଯାଏ ଏବଂ ହୃଦୟରେ ଗଭୀର କ୍ଷତ ସୃଷ୍ଟି ହୁଏ। ପ୍ରାଚୀନ ଭାରତୀୟ ଦର୍ଶନ ବିଶ୍ୱାସଘାତକତାକୁ ଏକ ଆଧ୍ୟାତ୍ମିକ କାର୍ଯ୍ୟ ଭାବରେ ବିବେଚନା କରେ। ପାଶ୍ଚାତ୍ୟ ଦର୍ଶନରେ ନ୍ୟାୟ ଓ ନୈତିକତାର ଦୃଷ୍ଟିଭଙ୍ଗୀରେ ଏହା ବିଶ୍ଳେଷଣ କରାଯାଇଥାଏ। କର୍ଣ୍ଣଙ୍କ ପ୍ରତି ମାତା କୁନ୍ତୀଙ୍କର ଏବଂ ରାବଣଙ୍କ ପ୍ରତି ବିଭୀଷଣଙ୍କ ଆଚରଣ ଭାରତୀୟ ପୁରାଣ ବିଶ୍ୱାସଘାତକତାର ଦୁଇଟି ଧାର୍ମିକ ପରମ୍ପରାରେ ସବୁଠାରୁ ଘୃଣ୍ୟ ବ୍ୟକ୍ତି ହେଉଛନ୍ତି ଜୁତାସ୍, ଯିଏ 30ଟି ରୂପା ମୁଦ୍ରା ପାଇଁ ପ୍ରଭୁ ଯୀଶୁଙ୍କ ସହ ବିଶ୍ୱାସଘାତକତା କରିଥିଲେ। ଦାର୍ଶନିକ ମାର୍କସ୍ ଅରେଲିୟସ୍ ପତ୍ନୀ ଓ ଘନିଷ୍ଠ ଜେନେରାଲଙ୍କ ବିଶ୍ୱାସଘାତକତାର ସମ୍ମୁଖୀନ ହୋଇଥିଲେ। ବିଶ୍ୱାସଘାତକତା ପଛରେ ଥିବା ଉଦ୍ଦେଶ୍ୟଗୁଡ଼ିକ ପ୍ରାୟତଃ ବ୍ୟକ୍ତିଗତ, ଭାବପ୍ରବଣ, ପରିସ୍ଥିତିଗତ ହୋଇଥାଏ। ଯେମିତିକି ଲୋଭ, ଭୟ, ଅହଂସର୍ବସ୍ୱ ଚିନ୍ତାଧାରା, ଆଦର୍ଶଗତ ଦ୍ୱନ୍ଦ୍ୱ, ଈର୍ଷା ଓ ଅସନ୍ତୋଷ ମନୋଭାବ। ଏକ ଆଫ୍ରିକୀୟ ପ୍ରବାଦ ଅନୁସାରେ କୁରାଢ଼ୀ ଭୁଲିଯାଏ, ଗଛ ମନେରଖେ। ବିଶ୍ୱାସଘାତକ ଆଗକୁ ବଢ଼ିଯାଏ କିନ୍ତୁ ବିଶ୍ୱାସଘାତକତାର ଶିକାର ବ୍ୟକ୍ତି ଚିରକାଳ ପାଇଁ ମାନସିକ ଆଘାତର କ୍ଷତକୁ ବହନ କରନ୍ତି। ଗେହ୍ଲା ପୁଅ ବାପାଙ୍କୁ ପଚାରିଲା,
ତୁମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି କିଏ? ବାପା କିନ୍ତୁ କିଛି କହିଲେ ନାହିଁ। ଏତିକିରେ ପୁଅର ମନ ଭାଙ୍ଗିଗଲା। ସେ ମନେ ମନେ ଭାବିଲା, ମୁଁ ବାପାଙ୍କ ସବୁଠାରୁ ପ୍ରିୟ। ତଥାପି ବାପା କାହିଁକି ତାହା କହିପାରିଲେ ନାହିଁ। କିଛିଦିନ ଗଲା। ବାପା ଓ ପୁଅ ଏକାଠି କୌଣସି ଏକ କାମରେ ବାହାରକୁ ଗଲେ। ବାଟରେ ପଡ଼ିଲା ନଈଟିଏ। ନଈ ପାରି ହେବା ଲାଗି ସେମାନେ ଡଙ୍ଗା ଚଢ଼ିଲେ। ଅଧ ବାଟରେ ହୋଇଛନ୍ତି ହଠାତ୍ ଭୀଷଣ ଝଡ଼ ଆସିବାର ସଙ୍କେତ ମିଳିଲା। ପୁଅ ଏହା ଦେଖି ଡରିଗଲା। ନାଉରିଆ ଜଣକ ପୁଅ ଡରିଥିବା ଜାଣିପାରି କହିଲା, ବାବୁ, ଭୟ କର ନାହିଁ। ମୁଁ ଅଛି। କିଛି ଅଘଟଣ ହେଲେ ମୁଁ ତୁମ ଦୁହିଁଙ୍କୁ ପାର କରି କୂଳରେ ଲଗାଇବି। ଏଥର ପୁଅ ମନରେ ଆଶ୍ୱସ୍ତି ଭାବ ଫୁଟିଲା। ସେହି ମେଘ ପବନର ଘନଘଟା ଭିତରେ କୂଳରେ ପହଞ୍ଚିବା ପରେ ବାପା ପୁଅକୁ କହିଲେ, ପୁଅ, ତୁ ସେଦିନ ପଚାରିଥିଲୁ ନା ତୁମ ଲାଗି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି କିଏ? ତା'ର ଉତ୍ତରଟି ଶୁଣ। ଏଇ ନଈ ମଝିରେ ଯେତେବେଳେ ଆକାଶରେ ବର୍ଷାଝଡ଼ ଉଠାଇଲା, ମୋ ଲାଗି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ଥିଲେ ସେହି ନାଉରିଆ। କାରଣ ତାଙ୍କ ହାତରେ ଆମ ଜୀବନ ଲଟକିଥିଲା। ତେଣୁ ସ୍ଥାନ, କାଳ ଓ ପରିସ୍ଥିତି ଅନୁସାରେ ଆମମାନଙ୍କ ଲାଗି ଲୋକଙ୍କ ଗୁରୁତ୍ୱ ବଦଳୁଥାଏ। ପୁଅ ମନରେ ସେହି ଦିନର ପ୍ରଶ୍ନ ଭାସି ଉଠିଲା। ଯାହା ହେଉ ବାପା ଠିକଣା ସମୟରେ ଓ ଠିକଣା ବାଟରେ ତା'ର